ଚାଲିଛି ମରଣ ଯନ୍ତା। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମରୁଆ ବିଲ ଅନ୍ତର୍ଗତ ଝାଟିକି ପଶି କେନ୍ଦୁପଡ଼ାର ଗ୍ରାମ ରାସ୍ତା। ଅଦିନିଆ ବର୍ଷାରେ ରାସ୍ତାର ଅବସ୍ଥା ନ କହିବା ଭଲ। ସନ୍ଧ୍ୟାବେଳେ ବର୍ଷା ହେଲା, ରାସ୍ତାରେ ପାଣି ଫୁଲ। ସକାଳୁ ସକାଳୁ ପାଠପଢ଼ା ପିଲାମାନେ ପାଣି ଦେଖି ସ୍କୁଲ ମଧ୍ୟ ଗଲେ ନାହିଁ। ସେଦିନ ବର୍ଷା ପରେ ରାତିରେ ଯିବା ଆସିବା ଲୋକ କାଦୁଅରେ ପଡ଼ିଯାଇଛନ୍ତି। ଏ ରାସ୍ତାଟି ମରୁଆ ବିଲକୁ ସଂଯୋଗ ରହିଛି। ମରୁଆ ବିଲ ପଞ୍ଚାୟତ ହାଇସ୍କୁଲ ସହିତ କଲେଜ ମଧ୍ୟ ହେଲାଣି। ଏ ରାସ୍ତା ଦେଇ ପାଠପଢ଼ା ପିଲାମାନେ ରାତି ପାଇଲେ ଯିବା ଆସିବା କରିଥାନ୍ତି ଏବଂ ମେଡ଼ିକାଲ ଯିବା ପାଇଁ ହେଲେ ଏ ରାସ୍ତା ଦେଇ ଯିବା ଆସିବା କରିବାକୁ ପଡ଼ିଥାଏ। ଆଉ କେତେଦିନ ନିରୀହ ଆଦିବାସୀ ଲୋକମାନେ ସରକାରଙ୍କ ସୁବିଧା ପାଇବେ? ଏପଟେ ଦେଶର ରାଷ୍ଟ୍ରପତି ଆଦିବାସୀ ଏବଂ ଓଡ଼ିଆ ମୁଖ୍ୟମନ୍ତ୍ରୀ ଆଦିବାସୀ, କିନ୍ତୁ କେଉଁଠି ନା କେଉଁଠି ଭୁଲ ରହିଯାଉଛି, ଯାହାଫଳରେ ଆଦିବାସୀ ନିରୀହ ଗରିବ ଲୋକମାନେ କେବେ ସରକାରଙ୍କ ସୁବିଧା ପାଇବେ ତାକୁ ହିଁ ଦେଖିବାକୁ ବାକି ରହିଲା। କଙ୍କଡ଼ାହାଡ଼ରୁ ହରିଶ୍ଚନ୍ଦ୍ର ମହାକୁଡ଼ଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। କାଦୁଅ ହେଉଛି, ଏମିତି କାଦୁଅ ଡେଲି ଆସେ ଏମିତି ଯିବା ଆସିବା କରେ ବର୍ଷା ଦିନେ। ମାନେ এই ରାସ୍ତାରେ ଭୟ ଲାଗୁଛି। ମାନେ ବର୍ଷା ଦିନେ କି କେଉଁ ଟାଇପ୍ର ଯିବା ଆସିବା ହେବ? ଭାରି ଅସୁବିଧା ହେବ। ମାନେ ବର୍ଷା ଦିନ ତ ବହୁତ କଷ୍ଟ ହେବ। ତାହେଲେ ମେଡ଼ିକାଲ ଯାତାୟାତ ବହୁତ ଟାଇମ୍। ମାନେ ସରକାରଙ୍କୁ ଜଣେଇଛ ତ ବହୁତ ଥର, ମାନେ କ'ଣ ତୁମେ ସରପଞ୍ଚକୁ ଜଣେଇ ପାରିଥିବ? ଜଣେଇଲେ ବି ଆଜିକାଲି ଏଇ ରାସ୍ତା ପାଇଁ କେହି ଆଗେ ତ ଭଲ ଦେଉନାହାନ୍ତି, ଆଉ କ'ଣ ତାଠୁ ଅଧିକା ଆଉ କିଛି କହିବି। ଜୋରରେ ଭଲକିରି ଆହୁରି ଆଗକୁ ବହୁତ ଆଗକୁ ଅଛି। ତମ ନାଁଟା କ'ଣ?
ମୋ ନାଁଟା ମନୋରଞ୍ଜନ ବିରୁଲି, ମୁଁ ଝାଟିକାପୋଷି ଗ୍ରାମର ବାସିନ୍ଦା। এই রাস্তাটা হচ্ছে এটা আমার লাইফ লাইন কলে চলে। এই রাস্তার সকালে উঠিলে আমি এই বাটে ডিউটি যাচ্ছু, স্কুল পিলা বি এই রাস্তা দেখে যাচ্ছেন। কিছু দিন লা বর্ষা হচ্ছে যোগুর স্কুল ছুয়া বি রাস্তা যাই পারনাহাନ୍ତି। আসন্তু দেখে কেতে গুড়ে কাদুଅ ମୁଁ ଦେଖାଉଛି। এতে এমিতি কাদুଅ হচ্ছে যে মানে ଲୋକମାନେ এই ନାହିଁ ନଥିବା ଅବସ୍ଥାରେ ଦିକର ସାଇଡ୍ ଖାଲି ଉଞ୍ଚା ଉଞ୍ଚା ଜାଗା ହେଇଛି, ମଝିରେ ପ୍ରବଳ ଖାଲ ଆଉ ପାଣି। ଏତେ ଏମିତି ହଇରାଣ ହଉଛୁ ଏଇ ରାସ୍ତାରେ। ଆମେ ଡେଲି ସକାଳେ ଉଠିଲେ ଏଇ ରାସ୍ତା ଦେଇକି ଆମେ ଯିବା ଆସିବା କରୁଛୁ। ଆମେ ଭାରି ଅସୁବିଧା ହଉଛୁ। ଏଠି ମେଡ଼ିକାଲ କେସ୍ ପାଇଁ ମାନେ କୋଉଠି ଗୋଟେ ଆମ୍ବୁଲାନ୍ସଟି କ'ଣ ଗୋଟେ ଯିବାକୁ ବି ମଙ୍ଗୁନାହାନ୍ତି। ଆମ୍ବୁଲାନ୍ସ ଆସିଲେ ସେଇ ମେନ୍ ରୋଡ଼ରେ ଠିଆ ହେଉଛି, ଆଉ ଏପଟକୁ ଆଉ ଯାଉନାହିଁ ଆମ୍ବୁଲାନ୍ସ। ଯଦି ଯାଉଛି ଆମ୍ବୁଲାନ୍ସ ସେଇ ବାଟେ ପିଚୁ ରାସ୍ତା ଦୂର ବୁଲିବାକୁ ଆସିବାକୁ ପଡ଼ୁଛି। ଆମେ ଭାରି ହଇରାଣ ହେଉଛୁ। ଏଇ ଖଣ୍ଡ ରାସ୍ତା ଯଦି ଆମ ମରାମତି ହେଇଯାଆନ୍ତା ସରକାରଙ୍କ ତରଫରୁ, ଆମେ ଭାରି ଉପକୃତ ଚିର ଉପକୃତ ହୁଅନ୍ତୁ। ଭାଇ ଆମେ କ'ଣ ହଇରାଣ ହେଉଛୁ ଭାଇ। ଏଇ ଗାଁ ରାସ୍ତା ବହୁତ ଖରାପ ଭାଇ। ଆମେ ଯେମିତି ଚାହୁଁଛୁ ସରକାର କିନ୍ତୁ ଭଲ ରାସ୍ତା କଲେ ଆମେ ସୁବିଧାରେ ଯିବା ଆସିବା କରିବୁ। ସରକାରଙ୍କୁ କ'ଣ କହିବେ? ସରକାରକୁ କୁହନ୍ତୁ ଆମ ଏଇ ରାସ୍ତା କିନ୍ତୁ ଭଲ ହେଇଯାଉ, ଆମେ ଯିବା ଆସିବା କରୁ। ଆମେ ଗରିବ ଲୋକ ଭାଇ, ବାହାରି ଚଳିବା ପାଇଁ ହଇରାଣ। ଭାଇ ତେଲିଆ ମୁଣ୍ଡେ ତେଲ ଯୁଆଡ଼େ ଭାଇ ପିଚୁ ରାସ୍ତା ଉପରେ ଭାଇ ପିଚୁ ହେଉଛି, କିନ୍ତୁ ଭାଇ ମାଟି ଉପରେ ଭାଇ ମରମଣ୍ଡେ ପଡ଼ିପାରୁନି। ଏମିତି ସରକାର କରୁଛି, କ'ଣ କରିବା କୁହ ଭାଇ? ଆମେ ଭାରି ହଇରାଣ। କାଲି ଭାଇ ଗଲାବେଳେ ଭାଇ ରାତିରେ ଆମେ ଏଠି ପଡ଼ିଥାନ୍ତୁ ବାଟରେ। ଧନ୍ୟବାଦ। କିଛି ନାହିଁ। ସେଇ ଅନୁସାରେ ଆଜି ପର୍ଯ୍ୟନ୍ତ ତୁମେ ସରକାରକୁ କେତେ ଥର ଜଣାଇଲେଣି? ଯେହେତୁ ଆମ ଗ୍ରାମ ପଞ୍ଚାୟତ ହେଉଛି ତୁମର ମୋରେଲରେ କେତେ ଥର ଅଭିଯୋଗ କଲେଣି? ଅଭିଯୋଗ କହିଲେ ତ ପ୍ରାୟ ଥର ଏଇ ବାଟେ ତ ସରପଞ୍ଚ କଲେକ୍ଟରଠୁ ଆମେ ସମସ୍ତେ ଯିବା ଆସିବା କରୁଛନ୍ତି, କିନ୍ତୁ ଏଇ ରାସ୍ତାଟାକୁ ସମସ୍ତେ ଅଣଦେଖା କରୁଛନ୍ତି। ଆମେ ସରପଞ୍ଚକୁ ବି ଆ ମାଧ୍ୟମରେ କହିଥିଲୁ ସେ ମରାମତି ପାଇଁ। ମଝିରେ ଆସିଥିଲେ ଯେ ମୁରମ ଫୁରମ ଡାଳିକି ସେ ପଳେଇଲେ। କମ୍ପାନୀ ଏପଟେ ବେଦାନ୍ତ ଅଛି, ସାଇଡ଼୍ରେ ଆମ ବେଦାନ୍ତ କମ୍ପାନୀ ଅଛି, ସେ ବି କିଛି ଏହା ବିଷୟରେ କିଛି ଶୁଣୁନାହାନ୍ତି। ପ୍ରଶାସନକୁ କହିଲେ ପ୍ରଶାସନ ବି ଏ ବିଷୟରେ କିଛି ଶୁଣୁନାହାନ୍ତି। ଏ ଖଣ୍ଡ ପିଚୁ ହେଇଛି, ସେଇ ଖଣ୍ଡ ସେପଟୁ ପିଚୁ ହେଇଛି। ଏଇ ଖଣ୍ଡ ଗୋଟେ କ'ଣ ପାଇଁ ଛାଡ଼ିଲେ କି ଆମେ କିଛି ବୁଝିପାରୁନୁ। ସବୁବେଳେ କାଦୁଅ ରହୁଛି। ଆମର ଏଇ ରାସ୍ତାଟା ହେଉଛି ମେନ୍ ମୁଖ୍ୟ ରାସ୍ତାଟା। ଏଇ ଖଣ୍ଡିକ ଯଦି ପିଚୁ ହେଇଯାଆନ୍ତା ଆମେ ଭାରି ଉପକୃତ ହୁଅନ୍ତୁ। ଆମେ ତ କହୁଛୁ ଏବେ ଡବଲ ଇଞ୍ଜିନ୍ ସରକାର, ତ ଆଦିବାସୀର ପୁଣି ସେ ଜଣେ ମୁଖ୍ୟମନ୍ତ୍ରୀ, ସେ ମାନେ ତ ସେ ନିହାତି ତାଙ୍କ କାନକୁ ମାନେ ଅଭିଯୋଗ ଜଣାଇଲେନି କି ନାହିଁ? ଆପ୍ଲିକେସନ୍ ତ ତାଙ୍କୁ ଦିଆହେଇଛି କହିଲେ, ଜଣା ହେଇଛି କହିଲେ। ମଝିରେ ତ ଏବେ ମଝିରେ ଆସିଥିଲେ ଆମର ବିଭୂତି ଭାଇ ବି ଆସିଥିଲେ, ଏଇ ବାଟ ଦେଇକି ଯାଇଥିଲେ, ଦେଖିଛନ୍ତି ରାସ୍ତାର ଅବସ୍ଥିତ କ'ଣ ଥିଲା। ସେତେବେଳେ ବର୍ଷା ହିଁ ନଥିଲା ଅବଶ୍ୟ, କିନ୍ତୁ ଦେଖିଛନ୍ତି ଅବସ୍ଥା କ'ଣ ଥିଲା। ହେଲେ ଏଇ ଜିନିଷଟା କରିଦେବା କଥା। ତାଙ୍କୁ ବି ଏଇ ଜିନିଷ ଧର ଗୋଟେ ଜିନିଷ ଜାଣିଲା ପରେ ବି ଏଇ ଜିନିଷଟା କରିଦେବା କଥା। ସବୁବେଳେ ଏଇ ବାଟ ଦେଇକି ମିଟିଂ ବି ଆସୁଛନ୍ତି, ସବୁଥିରେ ଏଇ ବାଟ ଦେଇକିରି ଏଇ ଜିନିଷଟା ହେଇଯିବା କଥା। ମାନେ କାଲି କେତେ ସମୟ ବର୍ଷା ହେଇଛି? ତ ଅଦିନିଆ ବର୍ଷା, ଅଳ୍ପ ବର୍ଷା ହେଇଛି। ଅଳ୍ପ ବର୍ଷାରେ ତ ଏତେ ଅବସ୍ଥା, ଯେତେ ବର୍ଷା ଦିନେ କେଉଁ ଭଳିଆ ହୁଅନ୍ତା। ଗଲା କାଲି ବର୍ଷା ହେଇଛି, ଏତିକିରେ ଛୁଆ ସ୍କୁଲକୁ ବି ଯାଇପାରୁନାହାନ୍ତି କହିଲେ। ଆଉ ବର୍ଷା ଦିନେ ତ ଛୁଆ ତ ସ୍କୁଲକୁ ବି ଯାଆନ୍ତିନି। ଏଠି ବେଦାନ୍ତ ତାଙ୍କର ସ୍କୁଲରେ ଅଛି, ଆମ ଗାଁରୁ ଛୁଆ ସବୁ ଏଠି ପଢ଼ୁଛନ୍ତି ପାଠ। ବର୍ଷା ଦିନ ହେଲେ ଯାଆନ୍ତି ନାହିଁ ସ୍କୁଲ। କାଦୁଅ ଯୋଗୁଁରୁ ହିଁ ଛୁଆ ସ୍କୁଲକୁ ଆସୁନାହାନ୍ତି। ଆଉ କେତେ ଲୋକ ଆକ୍ସିଡେଣ୍ଟ ବି ହେଉଛନ୍ତି ଏଇ ପାଖରେ। ମାନେ ଏତେ କାଦୁଅ ହେଉଛି ଯେ ଆକ୍ସିଡେଣ୍ଟ ବି ବହୁତ ହେଉଛି। ଧନ୍ୟବାଦ। ଆମେ